माने एई वर्क टा होची लेख आग चलो उड़िया रे लेख डेली लेखिबो माने तुम निज पाई सेल्फ पाई हाँ सेल्फ लव पाई हैला लेख मु कौनसी शर्त बिना निजको भल पाए मु कौनसी शर्त बिना निजको भल पाए निजको स्वीकार करे एवं निजर मूल्य को सम्मान करे लेख उड़िया रे लेख अरे सुना जाऊनी अरे मत कहून चलो हाँ उड़िया रे आज रहिबो एफर्मेशन आग लेख जे मु कौनसी शर्त बिना निजको भल पाए बिना निजको भल पाए निजको स्वीकार करे एवं निजर मूल्य को सम्मान करे लिखि पारलो सेकंड कहबी मु जेपरी अछि सेपरी निजको संपूर्ण हृदय रे भल पाए निजको स्वीकार करे एवं निजको निजर महत्व को हैला निजर महत्व को सम्मान दिए आमर कौन होची ना आमे करि पारुनु निजको सम्मान आमे सब बेले अन्य मानको ऊपर से तो मते भल पाउनी अरे आमे निजको जदि आमे भल पाइबा शिखिबा ना देखिबा हमर जहा बाहर देखा जाय से हम भितरे ही अछि सेति में आम पाखु बारंबार आसुची लाइफ रे तो सेइथि में कोन ना मु कौनसी शर्त बिना निजको भल पाए मोर किसी शर्त नै मु निजको भल पाए निजको स्वीकार करे एवं निजर मूल्य को सम्मान करे आ मु जेपरी अछि सेपरी निजको संपूर्ण हृदय रे भल पाए निजको स्वीकार करे निजर महत्व को सम्मान दिए हैला सेकंड हैला तापरे आ गुटे होची एटा होची तुमर ये पे सक्सेस पे यदि तुमे लाइफ रे सक्सेसफुल हेबा पे चाहूछ हैला एटा होची सेल्फ लव माने निज पे एटा हमको करिया पे पड़िबा ना किछि दिन हमें ए अफर्मेशन को करिबा तापरे होची सक्सेस हमको दरकार ना हमें जोटा काम करछु सक्सेसफुल हेबा पे तो कोन लिखिबो मु जेउ काम करे सेथिरे सक्सेस माने सफलता जो ना सफलता मु जेउ काम करे सेथिरे सफलता पाए मु करूथिबा प्रत्येक काम रे सफलता हासिल करे हैला एटा सब बेले हमर सबकॉन्शियस माइंड को देबार अछि जे मु जो काम करे सेथिरे सफलता पाए आ मु करूथिबा प्रत्येक काम सफलता हासिल करि पारे तापरे होची अपॉर्चुनिटी सुजोग मु नूतन सुजोग ओ
ଆଶୀର୍ବାଦକୁ ଖୋଲା ମନରେ ସ୍ୱାଗତ କରେ। ମୁଁ ନୂତନ ସୁଯୋଗ ଓ ଆଶୀର୍ବାଦର ଖୋଲା ମନରେ ସ୍ୱାଗତ କରେ। ଆଶୀର୍ବାଦକୁ ଖୋଲା ମନରେ ସ୍ୱାଗତ କରେ। ହେଲା। ମୁଁ ନୂଆ ସୁଯୋଗ ଏବଂ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରୁଛି। ହେଲା, ଲେଖି ସାରିଲ? ମୁଁ ନୂଆ ସୁଯୋଗ ଈଶ୍ୱରଙ୍କ ଆଶୀର୍ବାଦକୁ ସମ୍ପୂର୍ଣ୍ଣ ଭାବରେ ସ୍ୱୀକାର କରୁଛି। ମୁଁ ପ୍ରେମ, ବିଶ୍ୱାସ ଓ କୃତଜ୍ଞତା ସହିତ ନୂତନ ଆଶୀର୍ବାଦ ଓ ସୁଯୋଗକୁ ସ୍ୱାଗତ କରେ। ହେଲା, ଲେଖିଲ ସମସ୍ତେ ଭଲସେ? ମୁଁ ପ୍ରେମ, ବିଶ୍ୱାସ ଓ କୃତଜ୍ଞତା ସହିତ ନୂତନ ସୁଯୋଗ ଓ ଆଶୀର୍ବାଦକୁ ସ୍ୱାଗତ କରେ। ହେଲା, ଲେଖିପାରିଲ ସମସ୍ତେ? ଏଇଟାକୁ ମିରର ଦେଖିକିନା ଏଇନା କହ। ମଝି ମଝିରେ ଦେଖ ଆଉ କହ। ଗୋଟେ ଗୋଟେ ଆଫର୍ମେସନକୁ କମ ସେ କମ 5 ଥର କହ। ମୁଁ କୌଣସି ସର୍ତ୍ତ ବିନା ନିଜକୁ ଭଲ ପାଏ ଆଉ ନିଜକୁ ସ୍ୱୀକାର କରେ। ମୁଁ କୌଣସି ସର୍ତ୍ତ ବିନା ନିଜକୁ ଭଲ ପାଏ ଏବଂ ନିଜକୁ ସ୍ୱୀକାର କରେ। ମୁଁ କୌଣସି ସର୍ତ୍ତ ବିନା ନିଜକୁ ଭଲ ପାଏ ଏବଂ ନିଜକୁ ସ୍ୱୀକାର କରେ। ମୁଁ କୌଣସି ସର୍ତ୍ତ ବିନା ନିଜକୁ ଭଲ ପାଏ ଏବଂ ନିଜକୁ ସ୍ୱୀକାର କରେ। ମୁଁ କୌଣସି ସର୍ତ୍ତ ବିନା ନିଜକୁ ଭଲ ପାଏ ଏବଂ ନିଜକୁ ସ୍ୱୀକାର କରେ। ମୁଁ କୌଣସି ସର୍ତ୍ତ ବିନା ନିଜକୁ ଭଲ ପାଏ, ନିଜକୁ ସ୍ୱୀକାର କରେ। ମୁଁ ଯେପରି ଅଛି ସେପରି ନିଜକୁ ସମ୍ପୂର୍ଣ୍ଣ ହୃଦୟରେ ଭଲ ପାଏ, ନିଜକୁ ସ୍ୱୀକାର କରେ ଏବଂ ନିଜର ମହତ୍ତ୍ୱକୁ ସମ୍ମାନ ଦିଏ। ମୁଁ ଯେପରି ଅଛି ସେପରି ନିଜକୁ ସମ୍ପୂର୍ଣ୍ଣ ହୃଦୟରେ ଭଲ ପାଏ ଓ ନିଜକୁ ସ୍ୱୀକାର କରେ ଏବଂ ନିଜର ମହତ୍ତ୍ୱକୁ ସମ୍ମାନ ଦିଏ। ମୁଁ ଯେପରି ଅଛି ସେହିପରି ନିଜକୁ ସମ୍ପୂର୍ଣ୍ଣ ଭାବରେ ଭଲ ପାଏ ଏବଂ ନିଜକୁ ସ୍ୱୀକାର କରେ ଆଉ ସମ୍ମାନ କରେ। ମୁଁ ଯେପରି ଅଛି ସେହିପରି ନିଜକୁ ସମ୍ପୂର୍ଣ୍ଣ ଭାବରେ ଭଲ ପାଏ, ନିଜକୁ ସ୍ୱୀକାର କରେ ଏବଂ ନିଜକୁ ମହତ୍ତ୍ୱକୁ ସମ୍ମାନ କରେ। ମୁଁ ଯେପରି ଅଛି ସେହିପରି ନିଜକୁ ସମ୍ପୂର୍ଣ୍ଣ ହୃଦୟରେ ଭଲ ପାଏ, ନିଜକୁ ସ୍ୱୀକାର କରେ ଏବଂ ନିଜର ମହତ୍ତ୍ୱକୁ ସମ୍ମାନ କରେ। ମୁଁ ଯେପରି ଅଛି ସେହିପରି ନିଜକୁ ସମ୍ପୂର୍ଣ୍ଣ ହୃଦୟରେ ଭଲ ପାଏ, ନିଜକୁ ସ୍ୱୀକାର କରେ ଏବଂ ନିଜ ମହତ୍ତ୍ୱକୁ ସମ୍ମାନ କରେ। ତାପରେ ଆମେ ଯଦି କୌଣସି ଜିନିଷକୁ ଆଚିଭ୍ କରିବା ପାଇଁ ଚାହୁଁଛୁ ତାହେଲେ ତାର ଆଫର୍ମେସନ ହେଉଛି ମୁଁ ଯେପରି କାମ କରେ ସେଥିରେ ସଫଳତା ପାଏ।
ମୁଁ ଯେପରି କାମ କରେ ସେଇଥିରେ ସଫଳତା ପାଏ। ମୁଁ ଯେପରି କାମ କରେ ସେଥିରେ ସଫଳତା ପାଏ। ମୁଁ ଯେଉଁ କାମ କରେ ସେଇଥିରେ ସଫଳତା ପାଏ। ମୁଁ ଯେଉଁ କାମ କରେ ସେଇଥିରେ ସଫଳତା ପାଏ। ମୁଁ ଯେଉଁ କାମ କରେ ସେଇଥିରେ ସଫଳତା ପାଏ। ମୁଁ କରୁଥିବା ପ୍ରତ୍ୟେକ କାମ ସଫଳତା ସ୍ୱୀକାର କରେ। ମୁଁ କରୁଥିବା ପ୍ରତ୍ୟେକ କାମ ସଫଳତା ହାସଲ କରେ। ମୁଁ କରୁଥିବା ପ୍ରତ୍ୟେକ କାମ ସଫଳତା ହାସଲ କରେ। ମୁଁ କରୁଥିବା ପ୍ରତ୍ୟେକ କାମରେ ସଫଳତା ହାସଲ କରେ। ମୁଁ କରୁଥିବା ପ୍ରତ୍ୟେକ କାମରେ ସଫଳତା ହାସଲ କରେ। ତାପରେ ଅପରଚ୍ୟୁନିଟି ପାଇଁ ସୁଯୋଗ ଯୋଉ ଆମକୁ ଆସୁଛି ତା ପାଇଁ ମୁଁ ନୂତନ ସୁଯୋଗ ଆଶୀର୍ବାଦକୁ ଖୋଲା ମନରେ ସ୍ୱାଗତ କରେ। ମୁଁ ନୂତନ ସୁଯୋଗ ଆଶୀର୍ବାଦକୁ ଖୋଲା ମନରେ ସ୍ୱାଗତ କରେ। ମୁଁ ନୂତନ ସୁଯୋଗ ଓ ଆଶୀର୍ବାଦକୁ ଖୋଲା ମନରେ ସ୍ୱାଗତ କରେ। ମୁଁ ନୂତନ ସୁଯୋଗ ଓ ଆଶୀର୍ବାଦକୁ ଖୋଲା ମନରେ ସ୍ୱାଗତ କରେ। ମୁଁ ନୂତନ ସୁଯୋଗ ଓ ଆଶୀର୍ବାଦକୁ ଖୋଲା ମନରେ ସ୍ୱାଗତ କରେ। ମୁଁ ନୂତନ ସୁଯୋଗ ଓ ଆଶୀର୍ବାଦକୁ ଖୋଲା ମନରେ ସ୍ୱାଗତ କରେ। ମୁଁ ନୂଆ ସୁଯୋଗ ଏବଂ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରୁଛି। ମୁଁ ନୂଆ ସୁଯୋଗ ଏବଂ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରୁଛି। ମୁଁ ନୂତନ ସୁଯୋଗ ଓ ଆଶୀର୍ବାଦକୁ ଖୋଲା ମନରେ ସ୍ୱାଗତ କରେ। ମୁଁ ନୂଆ ସୁଯୋଗ ଏବଂ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରୁଛି। ମୁଁ ନୂଆ ସୁଯୋଗ ଏବଂ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରୁଛି। ମୁଁ ପ୍ରେମ, ବିଶ୍ୱାସ ଓ କୃତଜ୍ଞତା ସହିତ ନୂତନ ସୁଯୋଗ ଓ ଆଶୀର୍ବାଦକୁ ସ୍ୱାଗତ କରେ। ମୁଁ ପ୍ରେମ, ବିଶ୍ୱାସ ଓ କୃତଜ୍ଞତା ସହିତ ନୂତନ ସୁଯୋଗ ଓ ଆଶୀର୍ବାଦକୁ ସ୍ୱାଗତ କରେ। ମୁଁ ପ୍ରେମ, ବିଶ୍ୱାସ ଏବଂ କୃତଜ୍ଞତା ସହିତ ନୂତନ ସୁଯୋଗ ଓ ଆଶୀର୍ବାଦକୁ ସ୍ୱାଗତ କରେ। ମୁଁ ପ୍ରେମ, ବିଶ୍ୱାସ ଓ କୃତଜ୍ଞତା ସହିତ ନୂତନ ସୁଯୋଗ ଓ ଆଶୀର୍ବାଦକୁ ସ୍ୱାଗତ କରେ। ମୁଁ ପ୍ରେମ, ବିଶ୍ୱାସ ଓ କୃତଜ୍ଞତା ସହିତ ନୂତନ ସୁଯୋଗ ଓ ଆଶୀର୍ବାଦକୁ ସ୍ୱାଗତ କରେ। ଏମିତି ଏଇଟା ଆମେ ଡେଲି ତୁମେ ସକାଳୁ କରିବ। ହଁ, ଆଜି ମୁଁ ବତେଇଦେଲି। ଏଇଟା ହେଲା ସେକେଣ୍ଡ ହୋମୱାର୍କ। ଫାର୍ଷ୍ଟ ହୋମୱାର୍କ ମା ପାଇଁ କି ବାପା ପାଇଁ ଯୋଉଟା ତୁମର ପସନ୍ଦ ନଥିଲା ସେ ଜିନିଷଟାକୁ ଲେଖିବ। ତାପରେ ତାକୁ ଗ୍ରାଟିଚ୍ୟୁଡରେ ପରିଣତ କରିନା ଲେଖିବ। ସେଥିରୁ କଣ ଶିଖିଲ ହେଇଗଲା। ତାପରେ ଥାର୍ଡ ହଉଛି ହୋମୱାର୍କ। ଆଜି ବହୁତ ହୋମୱାର୍କ ଅଛି, ହପ୍ତେ ଛୁଟି ଥିଲା ନା ହେଲା। ଥାର୍ଡ ହୋମୱାର୍କ ହଉଛି ଆମେ ଯାହାର ସେବା ପାଉଛୁ, ଯାହାକୁ ଚିହ୍ନିନୁ କିନ୍ତୁ ଆମେ ତାଙ୍କ ସେବା ପାଉଛୁ, ତାକୁ ଆମେ ବ୍ଲେସିଂ କରିବା। ଯେମିତି ମୁଁ ଆଜି ଲେଖିଛି ଆମ ଷ୍ଟ୍ରିଟ୍ ଲାଇଟଟା ଜଳେ, କିନ୍ତୁ କିଏ ଜଳଉଛି ମୁଁ ଜାଣିନି। କିଏ ଗୋଟେ ଜଣେ ପର୍ସନ ତ ଜଳଉଛି ନା, ତାକୁ ଆମେ ବ୍ଲେସ ଦେବା ଯେ ତା ପାଇଁ ବହୁତ ତାର ଉନ୍ନତି ହଉ, ସେ ବହୁତ ଭଲସେ ରହୁ। ବ୍ଲେସିଂ ଆମେ ମ୍ୟାଜିକ ଡଷ୍ଟ ତା ପାଇଁ ଛାଡି ମାନେ କରିବ ହେଲା। ମ୍ୟାଜିକ ଡଷ୍ଟ ତା ଉପରେ ଆଉ ମାନେ ଦୁଇଟା ଲୋକ। ସେକେଣ୍ଡ ହଉଛି ମୁଁ ଲେଖିଲି, ସେମିତି ତୁମେ ଲେଖିବ ତୁମକୁ ଯାହା ଦରକାର। ମୁଁ ଲେଖିଛି ପାଣି ଯିଏ ଆମକୁ ସପ୍ଲାଏ କରୁଛି ତାକୁ ତ ଆମେ ଦେଖିନୁ, କିନ୍ତୁ ପାଣି ପାଇଁ ଆମେ 24 ଘଣ୍ଟା ଆମ ଘରେ ପାଣି ଆସୁଛି, ତ ତା ପାଇଁ ଆମେ କୃତଜ୍ଞ। ତ ତାକୁ ଆମେ ମ୍ୟାଜିକ ଡଷ୍ଟ ଦେବା। ଏଇନା ଆମେ ଅନ୍ୟମାନଙ୍କୁ ମ୍ୟାଜିକ ଡଷ୍ଟ ଦେବା, ଯୋଉମାନଙ୍କୁ ଆମେ ଚିହ୍ନିନୁ ଜାଣିନୁ। ସେମିତି ଡେଲି ଗୋଟେ ଗୋଟେ ଖୋଜ। ଆଜି ମୁଁ 2ଟା ଖୋଜିଲି, କାଲି ଅନୁ ତୁ 2ଟା ଖୋଜିବୁ। ଯାହାକୁ ଆମେ ଚିହ୍ନିନୁ ତାକୁ ଆମେ ମ୍ୟାଜିକ ଡଷ୍ଟ ଦେବା ହେଲା। ବୁଝିଲ? ଚାଲ ଆଜି କ୍ଲାସକୁ ଏଣ୍ଡ କରିବା।